ବଡ଼ାମପୁର ଫାଣ୍ଡି ଅଧିକାରୀ ନିଲମ୍ବିତ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଧୀନ ବଡ଼ାମପୁର ବିଟ୍ ହାଉସ୍ ଅଧିକାରୀ ଏଏସ୍ଆଇ ଚନ୍ଦନ କୁମାର ଚକ୍ରଙ୍କୁ ମୟୂରଭଞ୍ଜ ଏସ୍ପି ନିଲମ୍ବିତ କରିଛନ୍ତି। ସୂଚନା ମୁତାବକ ଏଏସ୍ଆଇ ଚକ୍ରଙ୍କ ଦାୟିତ୍ୱର ଅବହେଳା ଏବଂ ବିଶୃଙ୍ଖଳ ଆଚରଣ ଯୋଗୁଁ ବଡ଼ାମପୁର ଅଞ୍ଚଳର ଆଇନ ଶୃଙ୍ଖଳା ବିଗିଡ଼ି ଯାଇଛି। ତେବେ ପୂର୍ବରୁ ନିଶାସକ୍ତ ଅବସ୍ଥା ସହ ଏକ ଭିଡ଼ିଓ ଭାଇରାଲ ହେବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ସେହିପରି ଅଞ୍ଚଳରେ ଚୋରା କାରବାର ମଧ୍ୟ ବଢ଼ି ଚାଲିଥିଲା। ତେବେ ଚକ୍ରଙ୍କ ଏପରି କାର୍ଯ୍ୟ ପାଇଁ ମୟୂରଭଞ୍ଜ ଏସ୍ପି ବରୁଣ ଗଣ୍ଡୁପାଲି ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିବାର ଜଣାପଡ଼ିଛି। ଆପଣ ଥାନା ଯିବେନି ଏବେ? କ'ଣ ହେଲା? ତମର ମୋର ସବୁ କୋର୍ଟରେ କଥା ଯେ କିନ୍ତୁ ସିଏ ଏବେ ଛାଡୁନି ଜମା। ତତେ ଯେ ନ ଛାଡ ଆପଣ ଥାନା ଯିବେନି ଏବେ? କ'ଣ ହେଲା?